ସୁବ୍ରତ 26 ବର୍ଷର ଯୁବକ ଓ ଜଣେ ଉଜ୍ଜଳ ଛାତ୍ର। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରେ। ଜୀବନ ସାରା ବହୁତ ସଂଘର୍ଷ କରି ପାଠ ପଢ଼ିଛି। ବାପା ମାଙ୍କର ଗୋଟିଏ ବୋଲି ପୁଅ। ବାପା ତାର ଚାଷ କରେ ଆଉ ମା ଗୃହିଣୀ। ଅଭାବ ଅସୁବିଧା ଥିଲେ ମଧ୍ୟ ବାପା ମା କେବେ ତାର ପାଠ ପଢ଼ାରେ ଅବହେଳା କରିନାହାନ୍ତି। କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ସ୍ନାତକ ଶେଷ କରିଛି ଆଉ ତାକୁ ଇଂଲଣ୍ଡରେ ଏକ ବଡ଼ କମ୍ପାନୀରୁ ଜବ୍ ଅଫର୍ ମଧ୍ୟ ମିଳିଛି। ସେ ଖୁସିରେ ପାଗଳ। ଗାଁରେ ମା ବାପା ପଡ଼ୋଶୀମାନେ ସମସ୍ତେ ବହୁତ ଖୁସି। ପ୍ରଥମେ ତାକୁ 10 ଦିନ ଟ୍ରେନିଂ ପାଇଁ ଅହମ୍ମଦାବାଦ ଯିବାକୁ ହେବ ଓ ତାପରେ ଇଂଲଣ୍ଡର ଯାତ୍ରା। ଯିବା ଦିନଟି ଆସିଗଲା। ସୁବ୍ରତ ସକାଳୁ ସକାଳୁ ଉଠି ପୁରୀ ଶ୍ରୀମନ୍ଦିର ଗଲା। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ମନେ ମନେ ପ୍ରାର୍ଥନା କଲା, ହେ ପ୍ରଭୁ ଜଗନ୍ନାଥ, ଜୀବନରେ ବହୁତ ଦୁଃଖ ଯନ୍ତ୍ରଣା ଭୋଗ କରିସାରିଛି, କିନ୍ତୁ ଆପଣଙ୍କୁ କେବେ ଭୁଲି ନାହିଁ। ଆପଣଙ୍କ କୃପାରୁ ଆଜି ମୋତେ ଏକ ବଡ଼ ସୁଯୋଗ ମିଳିଛି। ମୁଁ ଜାଣିଛି ଆପଣ ଯାହା ବି କରିବେ ମୋର ମଙ୍ଗଳ ପାଇଁ ହିଁ କରିବେ। ଆପଣ ମୋତେ ଆଶୀର୍ବାଦ କରନ୍ତୁ ଯେପରି ମୁଁ ମୋର ଓ ମୋ ବାପା ମାଙ୍କର ସ୍ୱପ୍ନ ପୂରଣ କରେ। ଏହାପରେ ସେ ପୁରୀରୁ ଭୁବନେଶ୍ୱର, ତାପରେ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ଟ୍ରେନରେ ଯାତ୍ରା କଲା। ସେଠାରେ ସେ ପହଞ୍ଚିବା ପରେ 10 ଦିନ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗଦାନ ଦେଲା। ସୁବ୍ରତ ସହିତ ଆହୁରି 4 ଜଣ ନୂଆ ପିଲା ଏହି ସୁଯୋଗ ପାଇଥିଲେ। ସମସ୍ତଙ୍କ ପାଇଁ କମ୍ପାନୀ ତରଫରୁ ଅହମ୍ମଦାବାଦରୁ ଇଂଲଣ୍ଡ ପାଇଁ ବିମାନ ଟିକେଟ୍ ବୁକ୍ କରାଯାଇଥିଲା। ସେଦିନ ଥିଲା ଶନିବାର। ଏୟାରପୋର୍ଟରେ ଫ୍ଲାଇଟ୍ ରିପୋର୍ଟିଂ ସମୟ ସକାଳ 8ଟା। ସମସ୍ତେ ନିଜ ନିଜର ନିତ୍ୟକର୍ମ ସାରି ପ୍ରସ୍ତୁତ ହେଉଥାନ୍ତି ଯାତ୍ରା ପାଇଁ। ସୁବ୍ରତକୁ ଛାଡ଼ି ଅନ୍ୟ 4 ଜଣ ଆଗୁଆ କୌଣସି କାମ ଅଛି କହି ବାହାରିଗଲେ। ସମୟ ସକାଳ 7ଟା 30। ଏୟାରପୋର୍ଟରେ ପହଞ୍ଚିବାକୁ ଅତି ବେଶୀରେ 40 ମିନିଟ୍ ଲାଗିବ। ତେଣୁ ତରବର ନ ହୋଇ ସୁବ୍ରତ ସେମାନଙ୍କୁ ଆଗରେ ଯିବାକୁ କହି ଧୀରେ ସୁସ୍ଥେ ନିଜର କାର୍ଯ୍ୟ ସାରି ସକାଳ 7ଟାରେ ଟ୍ୟାକ୍ସିରେ ବସି ଏୟାରପୋର୍ଟ ଅଭିମୁଖେ ଯାତ୍ରା ଆରମ୍ଭ କଲା। କିଛି ବାଟ ଗଲା ପରେ ସେ ଟ୍ରାଫିକ୍ରେ ଫସିଗଲା। ଅହମ୍ମଦାବାଦ ଏୟାରପୋର୍ଟକୁ ଯିବା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ହୋଇଥିଲା, ଯେଉଁ କାରଣରୁ ରାସ୍ତା ବନ୍ଦ ହେବା ସହିତ ପ୍ରବଳ ଭିଡ଼ ଥିଲା। 1 ଘଣ୍ଟାରୁ ଅଧିକ ସମୟ ଲାଗିଗଲା। ସେ ଗାଡ଼ିରେ ବସି ବସି ପ୍ରାୟ ଅସହ୍ୟ ହୋଇପଡ଼ିଲା। ଶେଷରେ ଯେତେବେଳେ ଏୟାରପୋର୍ଟରେ ପହଞ୍ଚିଲା ତ ପ୍ଲେନ୍ 10 ମିନିଟ୍ ଆଗରୁ ଚାଲିଯାଇଛି। ସେ ପ୍ଲେନ୍ ମିସ୍ କରିସାରିଥିଲା ଆଉ ତା ସହିତ ତାର ସବୁ ସ୍ୱପ୍ନ ମଧ୍ୟ ମିସ୍ ହୋଇଯାଇଥିଲା। ହଠାତ୍ ସେ ତଳେ ବସି ପଡ଼ିଲା ଆଉ ତାର ଆଖିରୁ ଧାର ଧାର ଲୁହ ବହୁଥିଲା। ମନରେ ଦୁଃଖ ଓ କୋହଭରା କଣ୍ଠରେ ମନେ ମନେ କହିଲା, ହେ ପ୍ରଭୁ ଜଗନ୍ନାଥ, କ'ଣ ଏହି ତୋର ବଡ଼ପଣ? ଜୀବନରେ ଏତେ ଦୁଃଖ କଷ୍ଟ ଦେଲୁ, ତଥାପି କିଛି ଭାବିନି, ଆଉ ସବୁବେଳେ ଭାବେ ତୁ ନିଶ୍ଚୟ ଦିନେ ନା ଦିନେ ମୋତେ ସାହାଯ୍ୟ କରିବୁ। ହେଲେ ତୁ ଇଏ କ'ଣ କଲୁ? ମୋ ଜୀବନର ସବୁ ଆଶା, ସବୁ ପରିଶ୍ରମକୁ ଧୂଳିସାତ୍ କରିଦେଲୁ। ଏହିପରି ଭାବରେ ସୁବ୍ରତ ମନରେ ଏକ ଅସନ୍ତୋଷ ଜନ୍ମ ନେଲା। ସେ ସ୍ଥିର କଲା, ଆଜି ଭିତରେ ଘରକୁ ଚାଲିଯିବି। କିନ୍ତୁ ହଠାତ୍ ବିମାନ ଉଡ଼ାଣର 15 ମିନିଟ୍ ପରେ ଏକ ଏପରି ଖବର ଆସିଲା ଯାହା ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା। କିଛି ସମୟ ପୂର୍ବରୁ ଉଡ଼ାଣ ଭରିଥିବା ଅହମ୍ମଦାବାଦରୁ ଇଂଲଣ୍ଡ ଯିବା ପ୍ଲେନ୍ଟି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମଧ୍ୟ ଆକାଶରେ ବିଭତ୍ସ ଭାବରେ ଅଚାନକ ଏକ ଭୟଙ୍କର ବଜ୍ରପାତରେ ଆଘାତ ପାଇ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ଭାରସାମ୍ୟ ହରାଇ ତଳକୁ ତଳକୁ ତୀବ୍ର ଗତିରେ ଖସିବାକୁ ଆରମ୍ଭ କରିଛି। ବାହାରେ ଘନ ଧୂଆଁ, ଭିତରେ ଅନ୍ଧାର। ଲୋକମାନେ ଅସହାୟ। ଏକ ଦୁଃଖଦ ଧ୍ୱନି ସହିତ ବିମାନ ଜଙ୍ଗଲ ମଝିରେ ପଡ଼ିଯାଇଛି। ଚାରିପାଖରେ ହାହାକାର ଓ ଅଗ୍ନିର ଭୟାନକ ଶିଖା। ଆଉ ସମସ୍ତ ଯାତ୍ରୀମାନେ ଅଗ୍ନିର ଜୀବନ୍ତ ଦଗ୍ଧ। ସମସ୍ତେ ସ୍ତବ୍ଧ। ସୁବ୍ରତ ଏପରି ଖବର ଶୁଣି ମୂକ ପାଲଟି ଯାଇଥିଲା। ତାକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଉଥିଲା। ଆଜି ଯଦି ସେ ବିମାନରେ ଥାନ୍ତା ତାହେଲେ ସେ ବୋଧହୁଏ ଆଉ ଏ ଦୁନିଆରେ ନଥାନ୍ତା। ଏବେ ସେ ଅନୁଭବ କରିପାରିଲା ଯେ ଯେଉଁ ଜଗନ୍ନାଥଙ୍କୁ ସେ ଗାଳି କରୁଥିଲା, ଆଜି ସେ ହିଁ ତାର ଜୀବନ ବଞ୍ଚେଇ ଦେଇଛନ୍ତି। ସେ ଖୁସି ହୋଇପାରୁନଥିଲା କାରଣ ସମସ୍ତ ଯାତ୍ରୀ ମୃତ୍ୟୁକୁ ପ୍ରାପ୍ତ ହୋଇସାରିଥିଲେ। ଠାକୁର ତାଙ୍କୁ ବଞ୍ଚାଇ ଦେଇଥିଲେ।
ପ୍ଲେନ୍ ମିସ୍ ହେବା ଭାଗ୍ୟର ବିଡ଼ମ୍ବନା ନଥିଲା, ଏହା ତ ଥିଲା ସୁବ୍ରତ ପାଇଁ ଭଗବାନଙ୍କର ଦୟା। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଧନ୍ୟବାଦ ଦେଲା ଆଉ କହିଲା, ପ୍ରଭୁ ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ବହୁତ ଗାଳି କରିଛି। ଆପଣ ତ ହେଉଛନ୍ତି ଶରଣାଗତ ବତ୍ସଳ ଦୀନବନ୍ଧୁ ଦଇତାରୀ। ଆପଣ ଏ ଅଜ୍ଞାନୀକୁ କ୍ଷମା କରିଦିଅନ୍ତୁ। ଏହାପରେ ସେ ଘରକୁ ଫେରିଆସିଲା। କିଛି ନୂଆ ଆଶା ନାହିଁ। ତେଣୁ ବନ୍ଧୁଗଣ, ଜୀବନ ଅଛି ମାନେ ତ ସୁଯୋଗ ନିଶ୍ଚୟ ଆସିବ, କିନ୍ତୁ ଯଦି ପିଣ୍ଡରେ ପ୍ରାଣ ନଥିବ ତାହେଲେ ସବୁକିଛି ବ୍ୟର୍ଥ। ତେଣୁ ଆମକୁ ଭଗବାନଙ୍କ ଉପରେ ବିଶ୍ୱାସ ରଖିବାକୁ ହେବ। ଭଗବାନ କହିଛନ୍ତି, କର୍ମ କରିଚାଲ, ଫଳକୁ ଆଶା କରନି। ଭଗବାନ ଆମ ଭଲ ପାଇଁ ଆମେ ଯାହା ଚାହିଁଥାଉ ତାହା କେବେ ବି ଦେଇନଥାନ୍ତି। ଯାହା ଆମ ପାଇଁ ଭଲ ହେବ ତାହା ହିଁ କରିଥାନ୍ତି। ତେଣୁ ଜୀବନରେ କେବେ କେବେ ଯାହା ଆମେ ଦୁଃଖ ଆଉ ଖରାପ ସମୟ ବୋଲି ଭାବୁ, ତାହା ଭିତରେ ଲୁଚି ରହିଥାଏ ଭଗବାନଙ୍କ ବାସ୍ତବ ଆଶୀର୍ବାଦ, ଯାହାକି ଆମକୁ ଏକ ବହୁତ ବଡ଼ ଶିକ୍ଷା ଦେଇଥାଏ। ସେଥିପାଇଁ ତ କୁହାଯାଏ କି ଈଶ୍ୱର ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କିପରି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟସ୍ ମାଧ୍ୟମରେ ଆମମାନଙ୍କୁ ଜଣାଇବେ। ଧନ୍ୟବାଦ। ଜୟ ଜଗନ୍ନାଥ।